ଧରାରେ ବିରାଜମାନ ଋତୁରାଜ ବସନ୍ତ। ସବୁଜ ଆମ୍ବ ଗଛରେ ହଳଦୀ ରଙ୍ଗର ବଉଳ ପେନ୍ଥା। ଧରାପୃଷ୍ଠରେ ପ୍ରବେଶ କରିଛି ଋତୁରାଜ ବସନ୍ତ। ପୁଲକିତ ହୋଇଛି ଧରଣୀ ରାଣୀ। ଆଦ୍ୟ ବସନ୍ତରୁ ଆମ୍ବ ଗଛରେ ଆସିଛି ଭରା ବଉଳ। ସୁକୁମାରୀ ବଉଳ ରାଣୀ। ସବୁଜ ଆମ୍ବ ଗଛକୁ ଆଚ୍ଛାଦିତ କରିଛି ବଉଳ ପେନ୍ଥା। ସବୁ ଗଛରେ ଫୁଲ ଫୁଟୁଥିବା ବେଳେ ଆମ୍ବ ଗଛ ଫୁଲକୁ ବଉଳ କୁହନ୍ତି। ଗଛର ବକଳରେ ଫୁଟୁଥିବାରୁ ଏହାର ନାମ ବଉଳ। ଆମ୍ବ ଗଛର ଶାଖା ପ୍ରଶାଖା ସବୁ କାଟିଦେଲେ ମଧ୍ୟ ଗଣ୍ଡି ବକଳରେ ବଉଳ ଫୁଟିଥାଏ। ଲୋକକଥା ରହିଛି ଯେ ଆମ୍ବ ବଉଳ ଫଗୁଣ ମାସେ ଦିଗ ଚହଟେଇ ତାର ସୁବାସେ। ବଉଳର ମହକରେ ମଣିଷର ମନ ମହକିଥାଏ। ଶ୍ରୀମନ୍ଦିରରେ ଫାଲ୍ଗୁନ ଅମାବାସ୍ୟାରେ ବଉଳ ଅମାବାସ୍ୟା ନୀତି ପାଳିତ ହୋଇଥାଏ। ସେଦିନ ମନ୍ଦିରରେ ଗଇଁଠା, ନାଡ଼ି ବଉଳ ଓ ଫେଣି ବଉଳ କୋଠ ଭୋଗରେ ଭୋଗ ଲାଗିଥାଏ। ଘରେ ଘରେ ଗଇଁଠା ପିଠା କରାଯାଇ ଆମ୍ବ ଗଛ ମୂଳେ ଭୋଗ କରି ପୋତିଦେଲେ ବଉଳ ଝଡ଼ି ନଥାଏ ଏବଂ ଆମ୍ବ ଅଧିକ ଆସିଥାଏ ବୋଲି ବିଶ୍ୱାସ ରହିଛି। କୁମାରୀ ଝିଅମାନେ ଆଦ୍ୟ ଯୌବନରେ ବଉଳ ଖୁଆଖୁଇ ହୋଇ ବଉଳ ସାଙ୍ଗ ହୋଇଥାନ୍ତି। ଆଉ ନାମ ଧରି ଡକାଡକି ହୁଅନ୍ତେ ନାହିଁ। ବୃକ୍ଷକୁ ପୂଜା କରିବା ପରମ୍ପରା ଆମ ଉତ୍କଳରେ ରହିଛି। ବଉଳର ବାସ୍ନା ଯୋଗୁଁ ଆମ୍ବ ଗଛର ମହତ୍ତ୍ୱ ଅଧିକ ମାତ୍ରାରେ ବଢ଼ିଥାଏ। ଆମ୍ବ ଗଛରେ ବଉଳ ଧରିବା ଯୋଗୁଁ ଏହା ଅତି ସୁନ୍ଦର ଦେଖାଯାଇଥାଏ। ଆମ୍ବ ଗଛରେ ଭରା ବଉଳ ଦେଖି ପ୍ରକୃତି ପ୍ରେମୀ, ପ୍ରେମୀ ଯୁଗଳ, କବି, ଲେଖକ ଓ ସାମ୍ବାଦିକମାନେ ଏକ ଭାବର ରାଇଜରେ ଘୁରି ବୁଲନ୍ତି। ଆମ୍ବ ବଉଳର ମହମହ ବାସ୍ନା, ମୃଦୁ ମଳୟର ସିଲିସିଲି ପବନ ଏବଂ କୋଇଲିର କୁହୁ କୁହୁ ରାବ ପ୍ରେମୀ ଯୁଗଳଙ୍କୁ ଆନମନା କରିଥାଏ ଓ ପୁରୁଣା ସ୍ମୃତିକୁ ମନେ ପକାଇଥାଏ। ବଉଳ ଯୋଗୁଁ ପରିବେଶରେ ସୃଷ୍ଟି ହୋଇଥାଏ ନୂତନ ଉନ୍ମାଦନା। ଆମ୍ବ ବଉଳ ବସନ୍ତ ଋତୁକୁ ସ୍ୱାଗତ କରିଥାଏ। ବସନ୍ତର ଆଗମନରେ ପଶୁ, ପକ୍ଷୀ ଓ ଜୀବଜନ୍ତୁମାନେ ଚଳଚଞ୍ଚଳ ହୋଇଥାନ୍ତି। ଆମ୍ବ ବଉଳର ମହମହ ବାସ୍ନା ଯୁବକ ଯୁବତୀମାନଙ୍କ ମନ ମୋହିଥାଏ। ସୁକୁମାରୀ ଫୁଲେଇ ରାଣୀ ଆମ୍ବ ବଉଳ। ହାତ ବାଜିଲେ ଝଡ଼ି ପଡ଼େ। କୁହୁଡ଼ି ପଡ଼ିଲେ ଆକତାମାକତା ହୋଇଯାଏ ବଉଳ। କାକର ବିନ୍ଦୁ ବଉଳ ଉପରେ ପଡ଼ି ଆଖିରୁ ଲୁହ ଝରିବା ପରି ଟପ୍ ଟପ୍ ହୋଇ ଧରାପୃଷ୍ଠରେ ପଡ଼େ। ଘନ କୁହୁଡ଼ିର ଧୂଆଁରେ ଶ୍ୱାସରୁଦ୍ଧ ହୋଇଯାଏ ବଉଳ। ମଳୟର ସ୍ପର୍ଶରେ ଓ ବଉଳର ବାସ୍ନାରେ ମଣିଷର ମନ ପୁଲକିତ ହୋଇଥାଏ। ଏହି ସମୟରେ ହଳଦୀ ବସନ୍ତ ପକ୍ଷୀ ଦେଖା ଦିଅନ୍ତି। ହଳଦୀ ବସନ୍ତ ପକ୍ଷୀକୁ ଦେଖିଲେ ଯାତ୍ରା ଶୁଭ ହୁଏ ବୋଲି ବିଶ୍ୱାସ ରହିଛି। ବଉଳର ମୃଦୁ ବାସ୍ନାରେ ଶୀତ ଲୁଚିଲାଣି ଫରୁଆ ଭିତରେ। ପାଟଶାଢ଼ୀ ପିନ୍ଧି ସଜେଇ ହେଲା ପରି ଦୃଶ୍ୟମାନ ହୁଏ ଆମ୍ବ ଗଛ। ବଉଳକୁ ନେଇ ଅନେକ ଗୀତ ରହିଛି। ଶ୍ରୀକ୍ଷେତ୍ର ସମେତ ଆଖପାଖ ଗ୍ରାମାଞ୍ଚଳରେ ଆମ୍ବ ଗଛରେ ବଉଳ ଆସିଛି। ହରିଶଙ୍କର ମିଶ୍ର ମୁକ୍ତିମଣ୍ଡ ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ। ଆମର ଯେଉଁ ଆମ୍ବ ଗଛ ସେ ହେଉଛି ଦେବ ଯୋଗ୍ୟ ଗଛ। ଆମ୍ବ ପତ୍ର ଆମର ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଦରକାର ହୁଏ ଏବଂ ଆମ୍ବ ମଧ୍ୟ ଆମ ଦେବତାମାନଙ୍କର ଅତି ପ୍ରିୟ ଖାଦ୍ୟ ଭୋଗ ଯୋଗୁଁ ଆମର ଆମ୍ବ ଗଛ ମଧ୍ୟ ଆମର ବହୁତ ଉପକାର କରେ। ବିଶେଷତଃ ଯଦି କୌଣସି ଗ୍ରହ ପୀଡ଼ା ପଡ଼ିଥାଏ ତାହେଲେ ଯଦି ଆମ ଆମ୍ବ ଗଛ ମୂଳେ ପାଣି ଦେବା ତାହେଲେ ମଧ୍ୟ ଗ୍ରହ ପୀଡ଼ା କମିଯାଇଥାଏ। ଆମ୍ବ ଗଛର କାଠରେ ଯଦି କୌଣସି ହୋମ କରାଯାଏ ତାହେଲେ ମଧ୍ୟ ତାହା ଫଳପ୍ରଦ ହୋଇଥାଏ। ଆମ୍ବ ବଉଳ ଆମର ମଧ୍ୟ ଜଗନ୍ନାଥ ସଂସ୍କୃତି ସାଙ୍ଗେ ଜଡ଼ିତ। ଆମର ମାର୍ଗଶୀର ମାସ ଅମାବାସ୍ୟାରେ ସେଥିରେ ବଉଳ ଅମାବାସ୍ୟା କୁହାଯାଏ, ଯେଉଁଥିରେ ବଉଳ ମିଶ୍ରିତ ଗଇଁଠା ପିଠା ମହାପ୍ରଭୁଙ୍କୁ ଭୋଗ କରାଯାଏ। ଆମ୍ବ ଗଛ ଜନଜୀବନ ଏଭଳି ଭାବରେ ଜଡ଼ିତ ଯେ ପରସ୍ପର ସାହାଯ୍ୟ କରନ୍ତି ଏବଂ ଆମ କାଠ ଆମର ମଧ୍ୟ ନିହାତି ଭାବରେ ଅନେକ ଉପକାରରେ ଲାଗୁଥିବାରୁ ଆମେ ଆମ୍ବ ଗଛ ବୋଲି ପୂଜା କରିବା ଏବଂ ଆମ୍ବ ଗଛ ଯଦି ଶଳାଗ ଥିବା ତାହେଲେ ଅନେକ ଗ୍ରହ ପୀଡ଼ା ମଧ୍ୟ କଟିଯାଇଥାଏ। ଏହା ଏକ ଦେବ ଯୋଗ୍ୟ ଗଛ। କିନ୍ତୁ ଆମ୍ବ ଗଛରେ ଯେତେ ବଉଳ ଆସେ ସେ ସବୁ ବଉଳର ଫଳ ହୁଏ ନାହିଁ। ସେଥିପାଇଁ ଗୋଟେ ଗାଉଁଲି କଥା ଅଛି, ଆମ୍ବ ବଉଳ ମାଛ ମଞ୍ଜି ଖଚୁଆ ତୁଣ୍ଡ ଅମିନ ପାଞ୍ଜି। ଯେମିତି ମାଛ ମଞ୍ଜିରୁ ସମସ୍ତ ମାଛ ଜାଆଁଳ ହୁଅନ୍ତି ନାହିଁ, କିନ୍ତୁ ଆମ୍ବ ଗଛ ଯଦି ସବୁ ବଉଳ ଆସନ୍ତା ତାହେଲେ ସେ ଗଛ ରହନ୍ତା ନାହିଁ। ଆମ୍ବ ବଉଳ ଯେତେ କମ୍ ପରିମାଣ ହେଲେ ମଧ୍ୟ ଆମର ଯେହେତୁ ଗଛଟା ଫଳିଥାଏ ଦେଖାଯାଉଥାଏ ସେତେବେଳେ ସେ ମନୋରମ ଦୃଶ୍ୟ ପ୍ରକୃତିରେ ଲୋକର ମନକୁ ମୋହନ କରିଥାଏ। ଜୟ ଶ୍ରୀ ଜଗନ୍ନାଥ। ମୋ ନାଁ ହେଲା ରାଜଲକ୍ଷ୍ମୀ ଦାସ। ମୁଁ ବେଲଲୋଡ଼ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ କାମ କରେ। ବଉଳ ଅମାବାସ୍ୟା ଆମର ସବୁ ଆମ୍ବ ଗଛର କଡ଼କୁ ଆମେ ଫୁଲ କହୁ, କିନ୍ତୁ ଆମ୍ବ ଗଛର ୟାକୁ ବଉଳ କୁହାଯାଏ। କଡ଼କୁ ବଉଳ କୁହାଯାଏ, ଫୁଲକୁ ବଉଳ କୁହାଯାଏ। ଆଉ ବଉଳ ବକୁଳର ସେ ଗଛ ଆପଣ କାଟି ଦିଅନ୍ତୁ, କିନ୍ତୁ ସେ ଯେଉଁ
ବକଳରୁ ଆମ୍ବ କଢ଼ାଟା ହୁଏ, ସେଥିପାଇଁ ତାକୁ ବଉଳ କୁହାଯାଏ। ଆମର ଓଡ଼ିଶାର ପରମ୍ପରାରେ ବଉଳ ଅମାବାସ୍ୟା ଅଛି, ଯେଉଁଠିକି ବଉଳ ଫୁଲକୁ ପୂଜା କରାଯାଏ ଏବଂ ପିଠା ହୁଏ। ଆଉ ସେ ଆମ୍ବ ଗଛଟି ଯେମିତି ବଉଳରୁ ଆରମ୍ଭ ହେଇକରି ଆମ୍ବ ହେଲା ପର୍ଯ୍ୟନ୍ତ ସମସ୍ତେ ତାକୁ କଞ୍ଚାରୁ ପାଚିଲାରୁ ଖାଇବାକୁ ବହୁତ ଭଲ ପାଆନ୍ତି। ଆମର ଏଇଟା ଗୋଟେ ଓଡ଼ିଶାର ପରମ୍ପରା। ଆମ୍ବ ଯେଉଁ ସେ ବଉଳ ତାର ଫୁଲକୁ ମଧ୍ୟ ଆମେ ଓଡ଼ିଶାବାସୀ ପୂଜା କରୁ। ପୁରୀରୁ ସୁଧାଂଶୁକରଙ୍କ ରିପୋର୍ଟ, ପୁରୀ ନ୍ୟୁଜ୍।